ନାଇଁ ନାଇଁ ଆପଣ କହିଦିଅନ୍ତୁ ଆପଣ ଏ ଗୋଟେ ନିଆଁ ଲାଗିଗଲାଣି। ନାଇଁ ମୁଁ ଅଲରେଡି ଭୁଲ ଫୁଲ ମାଗି ସବୁ କରିସାରିଲାଣି ଟିଭିରେ ଏଇନା ପାଇବେ ଆପଣ। ଆପଣ ଆପଣଙ୍କ ପଶ୍ଚିମାଞ୍ଚଳ ଲୋକ ହିଁ ବହୁତ ଥିଲେ। ଆପଣ ଆମର ଶୁଣ ଭାଇ ଟିକେ ଶୁଣ ଆଜ୍ଞା ଶୁଣୁନ ଭାଇ ଏ ସରକାର ଏମାନଙ୍କର ସବୁ ଦେବେନି ଆମମାନଙ୍କୁ। ଏମାନେ ଫ୍ରିଡମ ଫାଇଟର ଜେଲ ଯାଇଛନ୍ତି ଫାଶୀ ପାଇଛନ୍ତି ସବୁ ଦେବେନି। ସେଦିନ ଏତେ ସାମ୍ବାଦିକ ଏତେ ଲୋକ ଭୁବନେଶ୍ୱରରେ ମୁଁ ପଚାରିଲି ଭାଇ କିଏ କେହି କହିପାରିଲେନି। ନହେଲେ ଅନ୍ୟ କିଛି ମୋର ରିଗ୍ରେଟ ଭାଇ ସବୁ ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ ଆଉ ଶ୍ରାଦ୍ଧ ପ୍ରତିବର୍ଷ ବିଏସ୍ଏସ୍ ରେ କରୁଛୁ ଆମେ ନଗରରେ। ଆଜ୍ଞା ଶୁଣନ୍ତୁ ଭାଇ ଭୁଲ ବଶତଃ ବାହାରି ଯାଇଥିଲା ମୁଁ କ୍ଷମା ମାଗି ସାରିଲାଣି। ଆଜ୍ଞା ଶୁଣନ୍ତୁ ଆପଣ ସରକାରରେ ଥିଲେ କଂଗ୍ରେସ ସରକାର ଥିଲା ଜାନକୀ ବଲ୍ଲଭ ପଟ୍ଟନାୟକ ସରକାରରେ ଥିଲେ ସେ ସମୟରେ ମାଧବ ସିଂଙ୍କର ଯୋଉ ଦିନ ଫାଶୀ ପାଇଥିଲେ ଡିସେମ୍ବର 31 ତାରିଖକୁ ଫାଶୀ ଦିବସ ଭାବେ ପାଳନ କରାଯାଉଛି। ମୁଁ ତାଙ୍କୁ ଏଇଆ କହିଛି ଆଜ୍ଞା ମାଧବ ସିଂ 1786 ମସିହାରେ ଜନ୍ମିଥିଲେ। ବରଗଡ଼ ଜିଲ୍ଲାର ବିଞ୍ଜଲ ଆଦିବାସୀ ସମ୍ପ୍ରଦାୟର କେସ୍ ପରିବାର ଜମିଦାର ଥିଲେ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ସୁରେନ୍ଦ୍ର ସାହେଙ୍କ ସାଥିରେ ଯୁଦ୍ଧ କରିଥିଲେ। ମାଧବ ସିଂଙ୍କର 3 ଜଣ ପୁତ୍ର ଥିଲେ ହଟେ ସିଂ ବୈରୀ ସିଂ ଉଜ୍ଜଳ ସିଂ ଆଉ ଜଣେ ଭଦ୍ରଲୋକ ଏଇନା ଆପଣ କହିଲେ 5 ପୁଅ ଥିଲେ। ବୈରୀ ସିଂ ହଁ 1858 ମସିହାରେ ମାଧବ ସିଂ ସେନା ତାଙ୍କ ବଡ ପୁଅ ହଟେ ସିଂ ସିଙ୍ଗୋଡା ଘାଟି ଉପରେ ଇଂରେଜଙ୍କୁ ପରାସ୍ତ କରିଥିଲେ। ପୁଣି 1858ରେ ଇଂରେଜଠୁ ହାରିଗଲେ ଏବଂ ମାଧବ ସିଂଙ୍କୁ ଆରେଷ୍ଟ କରାଗଲା। 1885 ମସିହାରେ ଡିସେମ୍ବର 31 ତାରିଖରେ ତାଙ୍କୁ ଫାଶୀ ଦିଆଗଲା। ଏସବୁ ଶୁଣିଲା ପରେ ଭାଇ ମୋ ମୁଣ୍ଡ ତଳୁକୁ କ୍ଷମା କରିବେ ମୁଁ ଅଲରେଡି ଦେଇସାରିଲାଣି। ମୁଁ ଜାଣିନଥିଲି ଏତେ ବି କେହି ଜାଣିନାହିଁ। ମୁଁ ଆଜି କହିଛି ଭାଇ ମୋହନ ବାବୁ ଯେ ଯେତେ ଫ୍ରିଡମ ଫାଇଟର ଓଡ଼ିଶାର ତାଙ୍କ ଟିପ୍ପଣୀ ଛାତ୍ରଙ୍କୁ ଦିଅ ଯୁବକଙ୍କୁ ଦିଅ ସ୍କୁଲ ଦିଅ କଲେଜରେ ଦିଅ ମହିଳା ସମିତି ଦିଅ ଆମେ ସବୁ ଜାଣୁ। ଆମେ ତ ଜାଣିପାରୁନୁ ଅନ୍ୟମାନେ କଣ ନୂଆ ପିଢି ଜାଣିବେ। ବାଗି ଭାଇ ଦେଇଦେଇଛି ୟାକୁ ଟୋଟାଲ କହିଦେଇଛି। ଆଜ୍ଞା ଶୁଣନ୍ତୁ ଆପଣ ତ ଭୁଲ କଥା କହିଦେଇଛନ୍ତି। ଏଇ ଅଞ୍ଚଳରେ ପୁରା ନିଆଁ ଲାଗିଯାଇଛି। ଆପଣ ମୁଁ ଅଲରେଡି କ୍ଷମା ମାଗି ସାରିଲାଣି ଭାଇ ଟିକେ ଚଢେଇ ଦିଅ ଟିକେ କଣ୍ଟ୍ରୋଲ କରିଦିଅ ମୋ ଭାଇଟା ପରା। ନାଇଁ ନାଇଁ ଏଠି ଲୋକ ଚାହୁଁଛନ୍ତି ଯେ ଆପଣ ଆସନ୍ତୁ ଆସିକିରି ଯୋଉ ଘେସ୍ ଅଛି ବୀରମାଟି ମାଧବ ସିଂଙ୍କ ଜନ୍ମପୀଠରେ ମୁଣ୍ଡିଆ ମାରିକି କ୍ଷମା ମାଗନ୍ତୁ। ଏଇଟା ଚାହୁଁଛନ୍ତି? ଯିବି ହଁ ଭାଇ ଯିବି। କେବେ ଆସିବେ? ଆପଣଙ୍କୁ ଜଣେଇକିରି ଯିବି। ଆଜ୍ଞା ମୋର ଏ ଫ୍ରିଡମ ଫାଇଟର ପ୍ରତି ଅଗାଢ ରହିଛି। ମୁଁ ଯାଇକି କ୍ଷମା ମାଗିକି ଆସିବି।